ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ ଦୀର୍ଘ 151 ବର୍ଷ ପରେ ଦୁର୍ଲଭ ରାଜଯୋଗ ପଡ଼ିବାକୁ ଯାଉଛି ଏହି ପବିତ୍ର ଶ୍ରାବଣ ମାସରେ, ଯାହାଫଳରେ କି ଭଗବାନ ଶିବଙ୍କର କୃପା ଦୃଷ୍ଟି ପଡ଼ିବାକୁ ଯାଉଛି ଏହି 7 ରାଶିଚକ୍ରଙ୍କ ଉପରେ। ଏହି 7 ରାଶିଙ୍କ ଜୀବନରେ ଗୋଟି ରାଶିଙ୍କର ଜୀବନ ଅତ୍ୟନ୍ତ ସୁଖମୟ ହେବା ସହିତ ପ୍ରତିଟି କାର୍ଯ୍ୟ ସଫଳତା ପାଇବେ ପ୍ରଭୁ ମହାଦେବଙ୍କ କୃପାରୁ। ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଜାଣିବା ଏହି ପବିତ୍ର ଶ୍ରାବଣ ମାସର ମହତ୍ତ୍ୱ ବିଷୟରେ। କେଉଁ ତାରିଖରୁ ଆରମ୍ଭ ହୋଇ କେଉଁ ତାରିଖରେ ଶେଷ ହେବାକୁ ଯାଉଛି, ତା ସହିତ ପ୍ରଭୁ ଶନିଦେବଙ୍କର ଅତ୍ୟନ୍ତ ଶୁଭ କୃପା ଦୃଷ୍ଟି ଏହି 7 ରାଶିଚକ୍ରଙ୍କ ଉପରେ ପଡ଼ିବାକୁ ଯାଉଛି। ଦର୍ଶକ ବନ୍ଧୁ, ପବିତ୍ର ଶ୍ରାବଣ ମାସକୁ ହିନ୍ଦୁ ଧର୍ମରେ ପବିତ୍ର ମାସ ବୋଲି ମଧ୍ୟ କୁହାଯାଇଥାଏ, ଯାହାଫଳରେ କି ଏହି ପବିତ୍ର ଶ୍ରାବଣ ମାସରେ ପ୍ରଭୁ ମହାଦେବଙ୍କର ଅତ୍ୟନ୍ତ ପୂଜା ଅର୍ଚ୍ଚନା କରାଯାଏ। ତେବେ ଦର୍ଶକ ବନ୍ଧୁ, ପାଞ୍ଜିକା ଅନୁସାରେ ଏହି ବର୍ଷ ଶ୍ରାବଣ ମାସଟି ଜୁଲାଇ 22 ତାରିଖ ସୋମବାର ଦିନ ଆରମ୍ଭ ହେବାକୁ ଯାଉଛି ଏବଂ ଅଗଷ୍ଟ 19 ତାରିଖ 2024 ମସିହାରେ ଏହି ପବିତ୍ର ଶ୍ରାବଣ ମାସ ଶେଷ ହେବାକୁ ଯାଉଛି। ଜ୍ୟୋତିଷ ଗଣନା ଅନୁଯାୟୀ ଏହି ବର୍ଷ ଶ୍ରାବଣ ମାସଟି 29 ଦିନ ପଡ଼ିବାକୁ ଯାଉଛି। ତା ସହିତ ଏ ବର୍ଷ ଶ୍ରାବଣ ମାସରେ ଅନେକ ଶୁଭ ଯୋଗ ଏବଂ ଅତ୍ୟନ୍ତ ଦୁର୍ଲଭ ଯୋଗ ସୃଷ୍ଟି ହେବାକୁ ଯାଉଛି। ତା ସହିତ ଶ୍ରାବଣ ମାସ ଆରମ୍ଭ ସୋମବାରରୁ ଆରମ୍ଭ ହୋଇ ସୋମବାର ଶେଷ ହେବାକୁ ଯାଉଛି। 151 ବର୍ଷ ପରେ ଏହିସବୁ ଦୁର୍ଲଭ ଯୋଗ ପଡ଼ିଥିବାରୁ ଏହି 7 ରାଶିଙ୍କ ଭାଗ୍ୟ ବଦଳିବାକୁ ଯାଉଛି। ଏହି 7 ଭାଗ୍ୟଚକ୍ର ଉପରେ ଅତ୍ୟନ୍ତ ଶୁଭ କୃପା ଦୃଷ୍ଟି ରହିଛି ପ୍ରଭୁ ଶିବଙ୍କ, ଯାହାଫଳରେ କି ସେମାନଙ୍କ ଜୀବନରେ ଲାଗି ରହିଥିବା ସମସ୍ତ ସମସ୍ୟା ଏବେ ସମାଧାନ ହୋଇ ପ୍ରତିଟି କାର୍ଯ୍ୟ ସେମାନଙ୍କର ଅନୁକୂଳ ହେବାକୁ ଯାଉଛି। ତ ଦର୍ଶକ ବନ୍ଧୁ, ଯଦି ଆପଣମାନେ ଆମ ଚ୍ୟାନେଲରେ ନୂଆ ଅଛନ୍ତି ତ ନିହାତି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ କି ଆମର ପ୍ରତିଟି ଭିଡ଼ିଓ ପ୍ରଥମେ ଆପଣମାନଙ୍କ ପାଖରେ ଯାଇ ପହଞ୍ଚି ପାରିବ। ଏବେ ଆସନ୍ତୁ ଜାଣିବା ଏହି 7 ଭାଗ୍ୟଶାଳୀ ରାଶି କିଏ। ପ୍ରଥମ ଭାଗ୍ୟଶାଳୀ ରାଶି ହେଉଛନ୍ତି ମେଷ ରାଶି। ମେଷ ରାଶି ବ୍ୟକ୍ତିଙ୍କ ଜୀବନରେ ଅତ୍ୟନ୍ତ ଖୁସି ଆସିବାକୁ ଯାଉଛି ପ୍ରଭୁ ଶିବଙ୍କ କୃପାରୁ। ଏହି ପବିତ୍ର ଶ୍ରାବଣ ମାସରେ ସେମାନଙ୍କର ପ୍ରତିଟି କାର୍ଯ୍ୟ ସଫଳ ହେବା ସହ ଅଟକୁଥିବା ସମସ୍ତ କାର୍ଯ୍ୟ ମଧ୍ୟ ସମାପ୍ତ ହେବାକୁ। ଏହି ପବିତ୍ର ଶ୍ରାବଣ ମାସଟି ମେଷ ରାଶି ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହୋଇଥିବାରୁ ସେମାନଙ୍କ ପ୍ରତିଟି କାର୍ଯ୍ୟରେ ଅତି ସହଜରେ ମଧ୍ୟ କରିପାରିବେ। ସେମାନଙ୍କ ଦାମ୍ପତ୍ୟ ଜୀବନ ବହୁତ ସୁଖପ୍ରଦ ହେବାକୁ ଯାଉଛି। ତା ସହିତ ସେ ତାଙ୍କ ସହକର୍ମୀଙ୍କ ସହ ବାହାର ଯାତ୍ରା ମଧ୍ୟ ଯାଇପାରନ୍ତି। ଆପଣ ଯାହା ଇନଭେଷ୍ଟ କରୁଥିଲେ ଅତି ସହଜରେ ଏବେ ସେସବୁ ଆପଣଙ୍କର ଅଧିକରୁ ଅଧିକ ହେବାକୁ ଯାଉଛି। ବିଜନେସ୍ ବାଣିଜ୍ୟ କ୍ଷେତ୍ରରେ ଆପଣ ପ୍ରଚୁରରୁ ପ୍ରଚୁର ଅର୍ଥପ୍ରାପ୍ତ ହେବାକୁ ଯାଉଛନ୍ତି। ଆପଣଙ୍କର ଲାଗି ରହିଥିବା କୋର୍ଟ କଚେରୀ ମାମଲା ଏବେ ସମାପ୍ତ ହେବାକୁ ଯାଉଛି। ତା ସହିତ ଆପଣ ପୈତୃକ ସମ୍ପତ୍ତିରୁ ମଧ୍ୟ ଲାଭବାନ ହେବାକୁ ଯାଉଛି। ଶିବଙ୍କ କୃପାରୁ ଏହି ପବିତ୍ର ଶ୍ରାବଣ ମାସଟି ଆପଣଙ୍କର ଅତ୍ୟନ୍ତ ଅନୁକୂଳ ରହିବାକୁ ଯାଉଛି। ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ଭାଗ୍ୟଶାଳୀ ରାଶି କିଏ। ଦ୍ୱିତୀୟ ଭାଗ୍ୟଶାଳୀ ରାଶି ହେଉଛନ୍ତି ବୃଷ ରାଶି। ବୃଷ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଏହି ଦୁର୍ଲଭ ସମୟ ପଡ଼ିଥିବାରୁ ସେମାନଙ୍କର ପ୍ରତିଟି କାର୍ଯ୍ୟ ଏବେ ସଫଳ ହେବାକୁ ଯାଉଛି। ସେମାନଙ୍କର ବାଦ ବିବାଦ ଲାଗି ରହିଥିଲେ ସବୁ ସମାପ୍ତ ହେବାକୁ ଯାଉଛି। କୋର୍ଟ କଚେରୀ ମାମଲାରେ ଏବେ ସେମାନଙ୍କର ସମାପ୍ତ ହୋଇ ପ୍ରତିଟି କାର୍ଯ୍ୟରେ ସଫଳ ହେବାକୁ ଯାଉଛନ୍ତି। ବୈବାହିକ ଜୀବନ ସେମାନଙ୍କର ଅତ୍ୟନ୍ତ ସୁଖପ୍ରଦ ହେବାକୁ ଯାଉଛି। ଲାଗି ରହିଥିବା ପାରିବାରିକ ସମସ୍ୟା ଏବେ ସବୁ ସମାପ୍ତ ହେବାକୁ ଯାଉଛି। ଆଶାଠାରୁ ଅଧିକ ଆଶା ମଧ୍ୟ ସେମାନେ ପାଇପାରନ୍ତି। ଅଚାନକ ସେମାନଙ୍କର ଧନର ଗତି ବଢ଼ିବା ସହିତ ଅଚାନକ ଧନପ୍ରାପ୍ତି ହେବାର ଯୋଗ ମଧ୍ୟ ରହିଛି ପ୍ରଭୁ ଶିବଙ୍କ କୃପାରୁ, ଯାହାଫଳରେ କି ସେମାନେ ସମାଜରେ ମାନ ସମ୍ମାନ ପ୍ରତିଷ୍ଠା କରିପାରନ୍ତି। ସରକାରୀ ଚାକିରିରେ ପଦବୀ ମଧ୍ୟ ଆପଣ ପାଇପାରନ୍ତି। ଆପଣ ମଧ୍ୟ ଗୃହରେ କିଛି ମାଙ୍ଗଳିକ କାର୍ଯ୍ୟ କରିବାର ଯୋଗ ମଧ୍ୟ ରହିଛି। ପ୍ରଭୁ ଶିବଙ୍କ କୃପା ଦୃଷ୍ଟି ଆପଣଙ୍କ ରାଶି ଗୋଚରରେ ପଡ଼ିଥିବାରୁ ଏହି ଶ୍ରାବଣ ମାସଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବାକୁ ଯାଉଛି। ତୃତୀୟ ଭାଗ୍ୟଶାଳୀ ରାଶି ହେଉଛନ୍ତି ସିଂହ ରାଶି। ସିଂହ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ଯୋଗ ଏବେ ଚାଲିବାକୁ ଯାଉଛି। ଏହି ପବିତ୍ର ଶ୍ରାବଣ ମାସଠାରୁ ଶିବଙ୍କ କୃପା ଦୃଷ୍ଟି ସେମାନଙ୍କ ଜୀବନରେ ପ୍ରତିଟି କାର୍ଯ୍ୟ ସଫଳ ହେବା ସହିତ ଅନୁକୂଳ ହେବାକୁ ଯାଉଛି। ବୈବାହିକ ଜୀବନ ସେମାନଙ୍କର ଅତ୍ୟନ୍ତ ସୁଖପ୍ରଦ ହେବାକୁ ଯାଉଛି। ଆଗରୁ ଲାଗି ରହିଥିବା ପାରିବାରିକ ସମସ୍ୟା ଏବେ ସମାପ୍ତ ହେବାକୁ ଯାଉଛି। ତା ସହିତ ଆପଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ବଡ଼ ପରିବର୍ତ୍ତନ ଦେଖାଦେଇପାରେ। ବିଜନେସ୍ ବାଣିଜ୍ୟ କ୍ଷେତ୍ରରେ ଆପଣ ଅଧିକରୁ ଅଧିକ ଇନଭେଷ୍ଟ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ସହାୟକ କରିପାରିବେ। କୋର୍ଟ କଚେରୀ ମାଲି ମକଦ୍ଦମାରେ ଲାଗି ରହିଥିବା ସମସ୍ତ ସମସ୍ୟା ଏବେ ଆପଣଙ୍କର ସମାଧାନ ହେବାକୁ ଯାଉଛି। ଆପଣଙ୍କର ଅଟକି ଥିବା ପ୍ରତିଟି କାର୍ଯ୍ୟ ଏବେ ସମାପ୍ତ ହୋଇ ଆଗକୁ ବଢ଼ିବାକୁ ଯାଉଛନ୍ତି।
ଚାକିରି କ୍ଷେତ୍ରରେ ମଧ୍ୟ ଆପଣ ବଡ଼ ପଦୋନ୍ନତି ପାଇପାରନ୍ତି। ପ୍ରଭୁ ଶିବଙ୍କ କୃପା ଦୃଷ୍ଟି ଆପଣଙ୍କ ରାଶି ଗୋଚରରେ ପଡ଼ିଥିବାରୁ ଆପଣଙ୍କର ପ୍ରତିଟି କାର୍ଯ୍ୟ ସଫଳ ହେବାକୁ ଯାଉଛି ଏହି ପବିତ୍ର ଶ୍ରାବଣ ମାସରେ। ଏବେ ଆସନ୍ତୁ ଜାଣିବା ଚତୁର୍ଥ ଭାଗ୍ୟଶାଳୀ ରାଶି କି। ଚତୁର୍ଥ ଭାଗ୍ୟଶାଳୀ ରାଶି ହେଉଛନ୍ତି ତୁଳା ରାଶି। ତୁଳା ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭଦାୟକ ସମୟ ଏବେ ଚାଲିବାକୁ ଯାଉଛି। ପ୍ରଭୁ ଶିବଙ୍କ କୃପା 151 ବର୍ଷ ପରେ ଯେଉଁ ଦୁର୍ଲଭ ଯୋଗ ପଡ଼ିଛି, ଏହି ତୁଳା ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ହେବାକୁ ଯାଉଛି। ପ୍ରତିଟି କାର୍ଯ୍ୟ ସେମାନଙ୍କ ଜୀବନରେ ଅଚାନକ ଧନ ପ୍ରାପ୍ତି ହେବାକୁ ଯାଉଛି। ଲାଗି ରହିଥିବା ସମସ୍ତ କାର୍ଯ୍ୟ ଏବେ ସମାପ୍ତ ହୋଇ ସଫଳ ପାଇବାକୁ ଯାଉଛନ୍ତି। ପାରିବାରିକ ଜୀବନ ଆପଣଙ୍କର ଅତ୍ୟନ୍ତ ସୁଖପ୍ରଦ ହେବାକୁ ଯାଉଛି। ଆପଣ ଆପଣଙ୍କ ସହକର୍ମୀ ସହ ବାହାରକୁ ଯାତ୍ରା ମଧ୍ୟ କରିପାରନ୍ତି। ତା ସହିତ ଆପଣଙ୍କ ପରିବାରରେ ମଧ୍ୟ କିଛି ମାଙ୍ଗଳିକ କାର୍ଯ୍ୟ ହେବାକୁ ଯାଉଛି। ଆପଣ ଆପଣଙ୍କ ପୈତୃକ ସମ୍ପତ୍ତିରୁ ଅଧିକ ଲାଭବାନ ମଧ୍ୟ କରିପାରନ୍ତି। ଆପଣଙ୍କର ପ୍ରତିଟି କାର୍ଯ୍ୟ ଅନୁକୂଳ ହେବାକୁ ଯାଉଛି ଶିବଙ୍କ କୃପାରୁ ଏହି ପବିତ୍ର ଶ୍ରାବଣ ମାସରେ। ଏବେ ଆସନ୍ତୁ ଜାଣିବା ପଞ୍ଚମ ଭାଗ୍ୟଶାଳୀ ରାଶି କିଏ। ପଞ୍ଚମ ଭାଗ୍ୟଶାଳୀ ରାଶି ହେଉଛନ୍ତି ମକର ରାଶି। ମକର ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି। ଏହି ପବିତ୍ର ଶ୍ରାବଣ ମାସଠାରୁ ଶିବଙ୍କ କୃପା ଦୃଷ୍ଟି ସେମାନଙ୍କ ଗ୍ରହଚରଣରେ ପଡ଼ିଥିବାରୁ ସେମାନଙ୍କ ଜୀବନରେ ଆଉ କୌଣସି ସମସ୍ୟା ମଧ୍ୟ ଲାଗିକି ରହିବ ନାହିଁ। ଅତି ଭଲରେ ସେମାନଙ୍କ ଜୀବନରେ ଗତିପଥ ବଦଳିବାକୁ ଯାଉଛି। ପାରିବାରିକ କ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରି ଯାହା ପାଉନଥିଲେ ଏବେ ଆଶାଠାରୁ ଅଧିକ ଆଶା ମଧ୍ୟ ଆପଣ ପାଇପାରନ୍ତି। ଦାମ୍ପତ୍ୟ ଜୀବନରେ ଆପଣଙ୍କର ସୁଖପ୍ରଦ ହେବାକୁ ଯାଉଛି। ଆପଣ ଆପଣ ସହଧର୍ମୀଙ୍କ ସହ କୌଣସି ତୀର୍ଥସ୍ଥାନକୁ ଯାତ୍ରା ମଧ୍ୟ କରିପାରନ୍ତି। ଅଚାନକ ଆପଣଙ୍କ ଧନପ୍ରାପ୍ତି ହେବାର ଯୋଗ ରହିଛି। ଆପଣଙ୍କର ଲାଗି ରହିଥିବା କୋର୍ଟ କଚେରୀ ମାମଲା ଏବେ ସମାପ୍ତ ହେବାକୁ ଯାଉଛି। ବିଦ୍ୟାର୍ଥୀ ଜୀବନରେ ଆପଣଙ୍କର ବହୁତ ଉନ୍ନତି ଘଟିବାକୁ ଯାଉଛି। ଚାକିରି କ୍ଷେତ୍ରରେ ଆପଣ ବଡ଼ ପଦୋନ୍ନତି ମଧ୍ୟ ପାଇପାରନ୍ତି। ଆପଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏବେ ବଡ଼ ପରିବର୍ତ୍ତନ ଘଟି ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ହେବା ପାଇଁ ଯାଉଛି। ଲାଗିକି ରହିଥିବା ସମସ୍ତ ମାନସିକ ଚିନ୍ତା ଏବେ ଦୂର ହୋଇ ଆପଣଙ୍କ ମନ ଏବେ ଶାନ୍ତ ହୋଇ ପ୍ରଫୁଲ୍ଲିତ ରହିବାକୁ ଯାଉଛି। ଶିବଙ୍କ କୃପାରୁ ଏହି ପବିତ୍ର ଶ୍ରାବଣ ମାସରେ ଆପଣଙ୍କର ଅନୁକୂଳ ହେବାକୁ ଯାଉଛି। ଏବେ ଆସନ୍ତୁ ଜାଣିବା ଷଷ୍ଠ ଭାଗ୍ୟଶାଳୀ ରାଶି କିଏ। ଷଷ୍ଠ ଭାଗ୍ୟଶାଳୀ ରାଶି ହେଉଛନ୍ତି କୁମ୍ଭ ରାଶି। କୁମ୍ଭ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଏବେ ଶୁଭ ସମୟ ଚାଲିବାକୁ ଯାଉଛି। ଏହି ପ୍ରଭୁ ଶିବଙ୍କ କୃପା ଦୃଷ୍ଟିରୁ ପବିତ୍ର ଶ୍ରାବଣ ମାସରେ ସେମାନଙ୍କର ଅଟକୁଥିବା ସମସ୍ତ କାର୍ଯ୍ୟ ଏବେ ସମାପ୍ତ ହେବାକୁ ଯାଉଛି। ଅବିବାହିତ ରହିଥିବା ଯୁବକ ଏବଂ ଯୁବତୀଙ୍କର ବିବାହ ଯୋଗ ମଧ୍ୟ ଖୋଲିବାକୁ ଯାଉଛି। ତା ସହିତ ଆପଣଙ୍କ ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ସୁଖପ୍ରଦ ହେବାକୁ ଯାଉଛି। ଲାଗି ରହିଥିବା କଳହ ସବୁ ଏବେ ସମାପ୍ତ ହୋଇ ଅତି ଖୁସିରେ ବିତାଇ ପାରନ୍ତି। ଆପଣଙ୍କ ଦିନ ଏବେ ଖୁସିରେ ବିତିବାକୁ ଯାଉଛି। ଆଶା ଠାରୁ ଅଧିକ ଆଶା ମଧ୍ୟ ଆପଣ ପାଇପାରନ୍ତି। ଚାକିରି କ୍ଷେତ୍ରରେ ଆପଣ ବଡ଼ ପଦୋନ୍ନତି ହୋଇପାରେ। ଆପଣଙ୍କ ମନପସନ୍ଦର ଚାକିରିଟିଏ ମଧ୍ୟ ଆପଣଙ୍କୁ ମିଳିଯାଇପାରେ। ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଭଲ ହେବାକୁ ଯାଉଛି। ସମାଜରେ ଆପଣଙ୍କର ମାନ ସମ୍ମାନ ପ୍ରତିଷ୍ଠା ଏବେ ବଢ଼ିବାକୁ ଯାଉଛି। ପୈତୃକ ସମ୍ପତ୍ତିରୁ ଆପଣ ଅଧିକରୁ ଅଧିକ ଲାଭବାନ ହେବାକୁ ଯାଉଛନ୍ତି। ବିଜନେସ୍ କ୍ଷେତ୍ରରେ ଆପଣ ଭଲ ଇନଭେଷ୍ଟ ମଧ୍ୟ କରିବାକୁ ଯାଉଛନ୍ତି। ଏବେ ଆସନ୍ତୁ ଜାଣିବା ସପ୍ତମ ଭାଗ୍ୟଶାଳୀ ରାଶି କିଏ। ସପ୍ତମ ଭାଗ୍ୟଶାଳୀ ରାଶି ହେଉଛନ୍ତି ମୀନ ରାଶି। ମୀନ ରାଶିର ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲୁଥିବାରୁ ସେମାନଙ୍କର ପ୍ରତିଟି କାର୍ଯ୍ୟ ଏବେ ସଫଳ ହେବାକୁ ଯାଉଛି। ତା ସହିତ ସେମାନଙ୍କ ମନ ଏବେ ପ୍ରସନ୍ନ ରହିବାକୁ ଯାଉଛି। ଆପଣଙ୍କର ଲାଗି ରହିଥିବା କୋର୍ଟ କଚେରୀ ମାମଲା ଏବେ ସମାପ୍ତ ହେବାକୁ ଯାଉଛି। ବୈବାହିକ ଜୀବନ ଆପଣଙ୍କର ଅତ୍ୟନ୍ତ ସୁଖପ୍ରଦ ହେବାକୁ ଯାଉଛି। ତା ସହିତ ଆପଣ ଆପଣ ସହଧର୍ମୀଙ୍କ ସହ କିଛି ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ମଧ୍ୟ ରହିଛି। ଆପଣଙ୍କ ପରିବାରରେ କିଛି ମାଙ୍ଗଳିକ କାର୍ଯ୍ୟ ମଧ୍ୟ କରିପାରନ୍ତି। ଆପଣ ବିଜନେସ୍ ଏବଂ ବ୍ୟବସାୟ କ୍ଷେତ୍ରରେ ଅଧିକରୁ ଅଧିକ ଇନଭେଷ୍ଟ କରି ଅନ୍ୟମାନଙ୍କୁ ମଧ୍ୟ ସାହାଯ୍ୟ କରିପାରନ୍ତି। ଆପଣଙ୍କର ଆର୍ଥିକ ସ୍ଥିତି ଏବେ ମଜବୁତ ରହିବା ସହ ଅଚାନକ ଧନ ପ୍ରାପ୍ତି ହେବାର ଯୋଗ ମଧ୍ୟ ଆପଣଙ୍କର ରହିଛି। ଏହି ପବିତ୍ର ଶ୍ରାବଣ ମାସରେ ଶିବଙ୍କ କୃପା ଦୃଷ୍ଟି ଆପଣଙ୍କ ରାଶିଚକ୍ର ଉପରେ ପଡ଼ିଥିବାରୁ ଆପଣଙ୍କର ପ୍ରତିଟି କାର୍ଯ୍ୟ ଅନୁକୂଳ ହେବାକୁ ଯାଉଛି। ଦର୍ଶକ ବନ୍ଧୁ, ଏହି ସବୁ ଥିଲା ଦୀର୍ଘ 151 ବର୍ଷ ପରେ ଯେଉଁ ଦୁର୍ଲଭ ଯୋଗ ପଡ଼ିଛି, ସେ ଦୁର୍ଲଭ ଯୋଗରେ ଏହି 7 ଗୋଟି ରାଶିଙ୍କ ଭାଗ୍ୟ ବଦଳିବାକୁ ଯାଉଛି। ସେମାନଙ୍କ ଭାଗ୍ୟରେ ବଡ଼ ଚମତ୍କାର ଘଟିବାକୁ ଯାଉଛି ପ୍ରଭୁ ଶିବଙ୍କ କୃପାରୁ। ଆପଣମାନଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଲା କମେଣ୍ଟ ବକ୍ସରେ ଓମ୍ ନମଃ ଶିବାୟ ଲେଖି ଜଣାନ୍ତୁ। ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ।